জয় গুরু পরম প্রেমময় শ্রী শ্রী ঠাকুর অনুকূল চন্দ্র, দ্য হিরো অফ দিস ইউনিভার্স, এই বিশ্বর যে স্রষ্টা, বিশ্বর যে নায়ক, দ্য ক্রিয়েটর অ্যান্ড সেন্টার অফ দিস ইউনিভার্স, বিশ্বর যে স্রষ্টা, who is capable of generating, operating and destroying, জাহান কবিদের সৃষ্টি, স্থিতি এবং প্রলয়, সেই মালিকর কথা যুগ যুগ ধরি, ଅନନ୍ତ ଯୁଗ ଧରି କହିଲେ ମଧ୍ୟ ଏ ବିଶ୍ୱବକ୍ଷରେ କେହି ସାଧକ, କେହି ବକ୍ତା ନାହାନ୍ତି ତାଙ୍କର କଥାକୁ ସୁଚାରୁ ରୂପେ ତୋଳି ଧରିବା ପାଇଁ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା ଜଣେ ବିଦେଶୀ ଭକ୍ତ ଡେଭିଡ୍ ରିଚଗାର୍ଡଙ୍କୁ ପଚାରିଲେ ଯେ ଆପଣ ଶ୍ରୀ ଶ୍ରୀ ଠାକୁରଙ୍କ ବିଷୟରେ କିଛି ମତ ଏବଂ ମନ୍ତବ୍ୟ ଦିଅନ୍ତୁ। ସେ ନୀରବ ରହିଲେ। ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା କହିଲେ, ଆପଣ କଣ, ମୁଁ କଣ, ଏ ବିଶ୍ୱରେ ଯେତେ ରୀତିକ ଅଧୂତି ରାଜକ ଅଛନ୍ତି, ଯେତେ ପ୍ରାଜ୍ଞ ବ୍ୟକ୍ତି ଅଛନ୍ତି, କେହି ପୁରୁଷୋତ୍ତମଙ୍କ ବିଷୟରେ ଯାହା ମତ ଏବଂ ମନ୍ତବ୍ୟ ଦେବେ ତାହା ସଫିସିଏଣ୍ଟ ନୁହଁ। କାରଣ পুরুষোত্তম নেভার ফলোজ নেচার, রাদার নেচার ফলোজ হিম। পুরুষোত্তম কেবে প্রকৃতিকে অনুসরণ করতে নাই, বরং প্রকৃতি তাঁকু অনুসরণ করে। মুখ্য বক্তা কহিলে ମୋ କଥାଟାକୁ ମୋ ପାଦ ଶିଉରି ଉଠୁଛି। ଯଦିଓ ଦୀକ୍ଷା ମୋର 49 ବର୍ଷ, ସ୍ୱସ୍ତନୀ ନେବା 41 ବର୍ଷ, ଦୀର୍ଘ 41 ବର୍ଷ ଧରି ମୁଁ ଏ ମାଇକ୍ ସାମ୍ନାରେ ଠିଆ ହୋଇ ଆସୁଛି। ତାଙ୍କ ନଖର ମଣି କହିବାର ଯୋଗ୍ୟତା ମୋ ଭିତରେ ନାହିଁ ବୋଲି ମୁଁ ଭାବୁଛି। ତଥାପି ଠାକୁରଙ୍କ କଥା, ମତେ ଯେ ଈଶ୍ୱର ମଣି ଆପଣଙ୍କୁ ହୀନ, ତାର ପ୍ରେମେ କେବେ ମୁହିଁ ନ ହୁଏ ଅଧୀନ। ନିଜକୁ ହୀନ ମନେ କରିବା କଥାଟାକୁ ଠାକୁର ମଧ୍ୟ ପସନ୍ଦ କରିନାହାନ୍ତି। ତଥାପି ସେଇ କଥା ମୋର ମନେ ପଡ଼ିଯାଉଛି 1945 ମସିହାରେ ଏକ ଉତ୍ତୀର୍ଣ୍ଣ ଅମାବସ୍ୟା ରାତ୍ର। ସାରା ଆଶ୍ରମରେ ସମସ୍ତେ ନିଦ୍ରା ଦେବୀର କୋଳରେ ଅଛନ୍ତି। যেহেতু রাত্রটা অমাবস্যা রাত্র, এই সময় সারা আশ্রমটা আলোকিত হয়ে উঠিল। দিগবলয়କୁ ସେ ଆଲୋକ ସ୍ପର୍ଶ କଲା। ନିଦ ଭାଙ୍ଗିଲା ଗୋଟିଏ ସେବିକା ମାଙ୍କର, ଯେଉଁମାନେ ଆଲୋଚନା ଉଜ୍ଜଳ ପତ୍ରିକା ଦେଖନ୍ତି ଜାଣିଲେ ସେ ମା ହେଉଛନ୍ତି ସରୋଜିନୀ ମା। ସରୋଜିନୀ ମାଙ୍କ ନିଦ ଭାଙ୍ଗିବାର ଦେଖିଲେ ଦିଗବଳୟକୁ ଆଲୋକ ବିସ୍ତାରିତ ହୋଇଛି। ଆଲୋକର ଉତ୍ସ କେଉଁଠି? ଏହା ବିଦ୍ୟୁତ ଆଲୋକ ନୁହେଁ, या ज्योत्स्ना विभक्त रजनी नुहे, चांदनी प्रखर रात्रि नुहे, सहजे दिवस भीतर नुहे, सूर्य आसले ना, पुणी अमावास्या रात्र। ये आलोक आसला कौटू? धीरे धीरे से खोजिले आलोकर उत्स कौटू। परम प्रेममय श्री श्री ठाकुर अनुकूल चंद्रଙ୍କର ଶୟନ କକ୍ଷ ପାଖକୁ ଗଲେ। ଝରକା ଫାଙ୍କରେ ଦେଖିଲେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଊର୍ଦ୍ଧ୍ୱମୁଖ ହୋଇ ଶୋଇଛନ୍ତି, ଘନ ଘନ ନିଶ୍ୱାସ ନେଉଛନ୍ତି। ତାଙ୍କ ବକ୍ଷ ଦେଶରେ ଏକ ଆଲୋକ ଛଟାର ବିକ୍ଷୋଭ ହେଉଛି, ଯାହା ଦିଗବଳୟକୁ ସ୍ପର୍ଶ କରିଛି। ମା ଥରି ଉଠିଲେ, ଭାବିଲେ ଠାକୁରଙ୍କ ଆବିର୍ଭାବ ମୁହୂର୍ତ୍ତରେ ଏମିତି ଗୋଟିଏ ଘଟଣା ଘଟିଥିଲା। ମୁଁ ଅନେକ ପ୍ରାକ୍ତନ ରୀତିକମାନଙ୍କ ମୁହଁରୁ ଶୁଣିଛି, ଏମିତି ଦିବ୍ୟ ଆଲୋକ ଛଟା ସ୍ଥାନୀୟ ଧୀବରମାନଙ୍କ ମନରେ ଘର ପଡ଼ିବାର ଭ୍ରମ ସୃଷ୍ଟି କରିଥିଲା। କିନ୍ତୁ ଆଜି ଉତ୍ତୀର୍ଣ୍ଣ ରାତ୍ରରେ ମୁଁ ଯାହା ଦେଖୁଛି, ବିଶ୍ୱବକ୍ଷରେ ତ କେହି ଦେଖୁନାହାନ୍ତି। ତାହେଲେ ଏ ରହସ୍ୟ ମୁଁ ଠାକୁରଙ୍କୁ ପଚାରିଲି। ଠାକୁରଙ୍କର ଦୁଆର ବନ୍ଧ ପାଖକୁ ଗଲେ, ପାଦ ସେଠି ଅଟକିଗଲା। ଏଇଥିପାଇଁ ଅଟକିଗଲା, ମନେ ପଡ଼ିଲା ଠାକୁରଙ୍କ ଲୀଳା ସଙ୍ଗିନୀ ଜଗତଜନନୀ ଶ୍ରୀ ଶ୍ରୀ ବଡ଼ ମା ଠାକୁରଙ୍କ ନିଦ ଭାଙ୍ଗିବାକୁ ସାହସ କରିନଥିଲେ। ଆପଣମାନେ ଆମମାନେ ପ୍ରତି ଜାଣୁ, ଦିନେ ଏମିତି ଗରମ ସମୟରେ ଠାକୁର ଭୋଗ ଲାଗିଲା ପରେ ବାହାରେ ଗୋଟେ ଆରାମରେ ବିଶ୍ରାମ ନେଉଛନ୍ତି। ବଡ଼ମା ଗୋଟିଏ ତାଳପତ୍ର ବିଞ୍ଚଣାରେ ବିଞ୍ଚି ଦେଉଛନ୍ତି ଏବଂ ଉତ୍ତୀର୍ଣ୍ଣ ରାତ୍ରରେ ଠାକୁର ପଚାରେ, ବଡ଼ମା କେଇଟା ବାଜିଲାଣି? ନା ରାତି 1 ପାଖାପାଖି ହେଲାଣି, ନା ମୋତେ ଟିକେ ଶୋଇଲା ଘରକୁ ଡାକିଲେନି ଶୋଇଲା ଘରକୁ? ବଡ଼ମା ହାତ ଯୋଡ଼ିକି କହିଲେ, ପ୍ରଭୁ ଆପଣ ଯୋଉଠି ବିଶ୍ରାମ ନେଉଛନ୍ତି ସେଠି ଶାନ୍ତିରେ ସ୍ୱସ୍ତିରେ ବିଶ୍ରାମ ନିଅନ୍ତୁ। ଏଇଟା ମୋର ସ୍ତ୍ରୀ ହିସାବର କର୍ତ୍ତବ୍ୟ, ଆପଣଙ୍କ ନିଦ ଭାଙ୍ଗିବାର ଅଧିକାର ମୋର ନାହିଁ। এই କଥା ଯେତେବେଳେ ସରୋଜିନୀ ମାଙ୍କର ମନେ ପଡ଼ିଲା, ସେ କହିଲେ ମା ତ ଠାକୁରଙ୍କ ନିଦ ଭାଙ୍ଗିବା ପାଇଁ ସାହସ କରିନଥିଲେ,
ମୁଁ ଜଣେ ସାଧାରଣ ସେବିକା କ'ଣ ନିଜ ଭାଗି ପଚାରିବି। ସାରା ରାତି ଆଉ ଶୋଇପାରିବେ ନାହିଁ। ତା ପରଦିନ ଶଙ୍କିତ ହୃଦୟରେ ଥରଥର ପାଦରେ ଜଣେ ଠାକୁରଙ୍କ ପାଖରେ ପଦେ, ଠାକୁର କାଲି ରାତିରେ ମୁଁ ଯାହା ଦେଖିଲି ବିଷୟ ଆଉ କେହି ଦେଖିନାହାନ୍ତି, ଠାକୁର ତାର ରହସ୍ୟଟା ମୋତେ କୁହନ୍ତୁ। ପରମ ପ୍ରେମମୟ ଶିଶି ଠାକୁର ଅନୁକୂଳ ଚନ୍ଦ୍ର ସେଦିନ ସେ ଅଳ୍ପ ପାଠୋଇ ମାଙ୍କ ପାଖରେ ଯୋଡ଼ା ইংরেজি শব্দ ব্যবহার করেছিলেন, বলছিলেন মা আমি আমার কাছে অনপাদন কেন অনপাদনে করবো, মা আমি আমার কাছে অনপাদন কেন অনপাদনে করবো। ମୁଁ ମୋ ପାଖରେ ଅପରିମାପିତ ଏବଂ ଅପରିମେୟ, ମୁଁ ମୋ ନିଜକୁ ମାପି ପାରିବି ନାହିଁ। ମୁଁ ମୋ ପାଖରେ ଅପରିମାପିତ এবং অপরিমেয়। পুরুষোত্তমর কৃতি আচরণ তিনি না বুঝালে বুঝে না করবেন, এবার করিলে অতি চমৎকার আমি হেন নাহি জানি অন্য কেউ আচ্ছা। কিଏ ବକ୍ତା ଅଛନ୍ତି ସତ୍ସଙ୍ଗ ଜଗତରେ ଏ କଥା ପୁରୁଷୋତ୍ତମ ଠାକୁର ନିଜେ କହୁଛନ୍ତି আমি আমার কাছে অনুপাদন কেন অনুপাদনে করবো, ମୋ ପାଖରେ ଅପରିମାପିତ ଅପରିମେୟ। କିଏ ବୁଝେଇବ ଠାକୁରଙ୍କ କଥା? ଏଇ ଆଚାର ହାଉଚର ନା ତାଙ୍କ ଲେଖିଛନ୍ତି। ବିଶ୍ୱରେ ବହୁ ସାଧକଙ୍କ ଜୀବନ ମୁଁ ପଢିଛି, ବିଗତ ପୁରୁଷୋତ୍ତମଙ୍କ ଜୀବନ ମୁଁ ପଢିଛି, କିନ୍ତୁ ପରମ ପ୍ରେମମୟ ଶିଶୁ ଠାକୁରଙ୍କ ଭିତରେ ଯୋଉ ଚାଇଲ୍ଡ ଲାଇକ ସିମ୍ପ୍ଲିସିଟି ଥିଲା, ଶିଶୁ ସୁଲଭ ସହଜ ବୋଧ ଥିଲା, এইটা ମୁଁ ଆଉ କୋଉଠି ଦେଖିନି। ମୋର ডিগ্রি ডিপ্লোমা প্রাচুর্য অহংকার বাগ্মিতা ସବୁକୁ ବିସର୍ଜନ ଦେଇ ସହଜ ସରଳ ଶିଶୁର ହୃଦୟରେ ତାଙ୍କ ପାଦରେ ଯଦି ମଠା ବିକ୍ରୟ করে তাহলে কিছুটা বুঝিনি। আমার একটা বোবা ছেলেই খুব ভালো জাগরণ করতে পারে। মোর পূর্ব যে প্রারম্ভিক আলোচনা করছিল তাকে বলছিল যে গোটে ঘন্টা করতে হবে, কেবল ডিফরেন্স হচ্ছে নিউ ফেশন নিউ আর অলগা কিছুই নাই। যাহা কিছু আপনারা সেটি কইদেবে। আমার একটা বোবা ছেলেই খুব ভালো জাগরণ করতে পারে। তো ঠাকুরଙ୍କ ବିଷୟରେ କହିବା ପାଇଁ ଏ ବିଶ୍ୱରେ ଯୋଗ୍ୟ ବ୍ୟକ୍ତି କେହି ବି ନାହିଁ। ଯିଏ ଯାହା କହିବ ତା ବୋଧ ଅନୁସାରେ ସେ କହିବ। ଠାକୁର ଦୟାକରି ନିଜକୁ ପ୍ରକଟିତ କରିଛନ୍ତି, ଦୟାକରି ତାଙ୍କ ଦୟା ଗୁଣକୁ ତାଙ୍କର ନିଷିଦ୍ଧ ଭଗବତଙ୍କ ବିଶ୍ୱବାସୀ ପାଖରେ ପ୍ରକାଶିତ କରିଛନ୍ତି। ଯେଉଁଦିନ ଠାକୁରଙ୍କ ଦେହ ଖରାପ ହେଲା, ଡକ୍ଟର ପ୍ୟାରୀ ନନ୍ଦୀ ଠାକୁରଙ୍କୁ ଟ୍ରିଟମେଣ୍ଟ କଲେ ପ୍ରାଇଭେଟ ଡକ୍ଟର, ଠାକୁର ଦେହ ଭଲ ହେଲା, ତାଙ୍କର ହାର୍ଟବିଟ୍ ବଢିଲା। इंटरनेशनल फिल्म कार्डियोलॉजिस्ट डॉक्टर जेसी गुप्ता कलिकतार आसिले, ठाकुर देह भल कर विज्ञान बुद्धि डाक्तर बुद्धि अनुसार जी बुद्धि से बुद्धि अनुसार स्टेटोटा ठाकुर छाती में पड़े आर दीपटा कान पकईदे स्टेट थरला थर भी तलू खसी पड़ा आउ थे खसी पड़ा हाथ जगत ठाकुर साधारण मनुष्यर हार्टबिट 72 थर हुए। शिशुर माने शिशुर हार्टबिट 120 थर हुए, साधारण मनुष्यर हार्टबिट 72 थर हुए। आपनकर हार्टबिट थाउजेंड्स एंड थाउजेंड टाइम्स होछि, हजार हजार बार होछि। मो विज्ञानी बुद्धि मो डाक्टरी बुद्धि पूरा डीम हो जाଉଛି। तुमी तो मो मापी परिबि नहीं। ठाकुर आपन लोक को आपन भलो करु। यू आर द टीचर ऑफ टीचर्स। ଆପଣ ଶିକ୍ଷକ ଶିକ୍ଷକ, ୟୁ ଆର୍ ଦି ଡକ୍ଟର ଅଫ୍ ଡକ୍ଟର୍ସ। ଆପଣ ଡାକ୍ତରମାନଙ୍କ ଡାକ୍ତର। ଆପଣ ଆପଣଙ୍କ ଲୋକଙ୍କୁ ଭଲ କରିଦିଅନ୍ତୁ। ମୁଁ କିନ୍ତୁ ଆପଣଙ୍କ ଲୋକଙ୍କୁ ଭଲ କରିବା ପାଇଁ ମୋ ବୁଦ୍ଧି କିଛି ଜ୍ଞାନ ହିଁ ନାହିଁ। ସେଇଠି ସେ ଡାକ୍ତର କହିଲେ ଯେ କଥା ଅଛି, ବିବେକାନନ୍ଦଙ୍କ କଥା, ଏଠି ପୁରୁଷୋତ୍ତମ କମାଣ୍ଡସ୍ ଦି ଲୋଏଷ୍ଟ लो कैन बिकम साधु ମାନେ ମହାତ୍ମା। ପୁରୁଷୋତ୍ତମଙ୍କ ନିର୍ଦ୍ଦେଶରେ ସମାଜର ଗୋଟିଏ ହେୟ ପୁଣ୍ୟ ଅପାଙ୍ଗ ବ୍ୟକ୍ତି ମଧ୍ୟ ସାଧୁ ମହାତ୍ମାରେ ରୂପାନ୍ତରିତ ହୁଏ ନା ହୁଅନ୍ତି ନା? ଆପଣ ନା ମୋର ତ ମନେ ହୁଏ ଗୋଟିଏ ନରେନ୍ଦ୍ର ଦତ୍ତ ବିଶ୍ୱବନ୍ଦିତ ବିବେକାନନ୍ଦ ହୋଇଥିଲେ, ଗୋଟିଏ ବସୁରତ୍ନାକର ବାଲ୍ମୀକି ରୂପାନ୍ତରିତ ହୋଇଥିଲେ। ଆଜି ସତ୍ସଙ୍ଗରେ हजार हजार नरेन्द्र दत्त विश्वबंदित विवेकानंद, हजार हजार बसुरत्नाकर आदि बाल्मीकि रूपांतरित। जड़े युवक को जड़े एस्ट्रोलॉजर कहले यू मस्ट पास एमए इन इंग्लिश एंड मस्ट गो टू फॉरेन। तुम्हें इंग्रजी एमए पास कर आ विदेश को जीव। से युवक जनक बीएससी पर्यंत इंग्रजी घोषी घासी पढ़ुले, इंग्राजी लिटरेचर तो एकदम पुअर नॉलेज। कौन एस्ट्रोलॉजर एमितिया कथा कहले, परवर्ती पर्याय से शिशु ठाकुर का मंत्रपुत शिष्य हेले एवं ठाकुर को कहले रेवती तुमको माने विदेश जीवा पड़ो आ तुमको इंग्राजी एमए परीक्षा परीक्षा दो पड़ो। ठाकुर
ମୋ ଇଂରାଜୀ ଲିଟରେଚରକୁ ମୁଁ ଟିକେ ଷ୍ଟ୍ରଙ୍ଗ କରିବା ପାଇଁ ଗୋଟେ କୋଚିଂ ସେଣ୍ଟରକୁ ଯାଇଥିଲି। ସେ କୋଚିଂ ସେଣ୍ଟର ଟ୍ୟୁଟର ମତେ କହିଥିଲେ ମୋର ଗୋଟିଏ କୁକୁର ଥିଲା ଇଂରାଜୀ କହିଲୁ। ମୁଁ କହିଥିଲି ମାଇ ୱାଜ ଏ ଡଗ୍। ତେଣୁ ମୁଁ ଏମିତିଆ ଉତ୍ତର ଦେଇଥିଲି। ଆଉ ମୁଁ କ'ଣ ମୁଁ ବିଏସ୍ସି ପର୍ଯ୍ୟନ୍ତ କେମିତି ଘୋଷି ଘାସିକି ଇଂରାଜୀ ପାସ୍ କରିଛି। ଆଉ ମୁଁ ଇଂରାଜୀ ଏମିତି ଅତି କମ୍ ଜ୍ଞାନ ତମେ ମତେ ଗୁରୁ ରୂପରେ ଗ୍ରହଣ କରିଛ, ବାବା ବୋଲି କହୁଛ, ତେଣୁ ତୁମେ ପରୀକ୍ଷା ଦିଅ। ପରୀକ୍ଷା ଦେଲେ ଇଂରାଜୀରେ ପରୀକ୍ଷା ଦେଲେ ଫେଲ୍ ହେବା ମାନେ ଆଶ୍ରମରେ ସବୁ ଲୋକମାନେ ହସିଲେ। ଗୁରୁ ଭାଇ ମାନେ ଆମର ତ ସାଧାରଣ କଥା ହେଉଛି ଗୋଟେ ଗୁରୁ ଭାଇର କିଛି ଗୋଟିଏ ଅବନତି ଦେଖିଲେ ଆମେ ପ୍ରୋତ୍ସାହନ କରିବ ଆମେ ଟିକେ ଆଉ ଟିକେ ନାସିକା ଚୁଞ୍ଚନ କରିବ। ଏଇଟା ଆମମାନଙ୍କର ସାଧନା। ଯାଉ ସାଧୁ ଯାଉ କଥାଟା ଆକ୍ଷେପ ହେଇଯିବ। ଗୁରୁ ଭାଇ ମାନେ ହସା ହସିଗଲେ। ଠାକୁର ପାଖରେ ପହଞ୍ଚେ ଠାକୁର ଶାସ୍ତ୍ରରେ ଯୋଉ ହଙ୍କ ଶରଣ लो हम राखी का लाज उल्ट जले मछली चले बहिजाए बजड़ा। ଯିଏ ତାଙ୍କୁ ଆପଣଙ୍କୁ ଶରଣ ନିଅନ୍ତି ସିଏ କୁଆଡ଼େ ଓଲଟା ଜଣେ ଗତି କରନ୍ତି। ଆଉ ଆପଣ କ'ଣ ସମସ୍ତଙ୍କ ଲଜ୍ଜା ନିବାରଣ କରନ୍ତି? ପାଞ୍ଚଟିର ଲଜ୍ଜା ନିବାରଣ କଲେ, ବିଭୀଷଣର ଲଜ୍ଜା ନିବାରଣ କଲେ। ମୁଁ ପରୀକ୍ଷା ଦେଲି ଆପଣଙ୍କ ନିର୍ଦ୍ଦେଶରେ ଫେଲ୍ ହେଲି, ଲୋକ ହସିଲେ, ଆପଣଙ୍କୁ ଏଇଟା ଭଲ ଲାଗିଲା। ଠାକୁର ଆଉ ଥରେ ପରୀକ୍ଷା ଦେଉନୁ ନା ମୁଁ ଆଉ ଥରେ ପରୀକ୍ଷା ଦେଲେ ଫେଲ୍ ହେଲି, ମୁଁ କନଫର୍ମ ନା ମୁଁ କହୁଛି ତୁ ଆଉ ଥରେ ପରୀକ୍ଷା ଦେ ନା ଆପଣଙ୍କ ଭକ୍ତମାନେ କହୁଛନ୍ତି ଆପଣ ତ୍ରିକାଳଜ୍ଞ ଅଭ୍ରାନ୍ତ ସର୍ବଶକ୍ତିମାନ ନା ଭକ୍ତମାନେ କହୁଛନ୍ତି ହେଇଯିବ ତ୍ରିକାଳଜ୍ଞ ଅଭ୍ରାନ୍ତ ସର୍ବଶକ୍ତିମାନ ଆପଣ ତ୍ରିକାଳଜ୍ଞ ଆପଣ ହେଇଯିବ। କାହିଁକି ଆପଣ ତ୍ରିକାଳଜ୍ଞ ତିନି କାଳ ଆପଣଙ୍କ ମାଲୁମ ଅଛି। ତାହେଲେ ପରୀକ୍ଷାରେ କ'ଣ ପ୍ରଶ୍ନ ପଡ଼ିଲେ ଆପଣ ନେଉନାହାନ୍ତି? ମୋତେ ଆଗୁଆ କହିଦିଅନ୍ତି, ମୁଁ ସେ ଅନୁସାରେ ପ୍ରିପେୟାର ହେବି, ପାସ୍ କରିବି, ଆପଣ ଖୁସି ହେବେ। ଅନ୍ୟ ଭକ୍ତମାନେ ତାକୁ କାହିଁକି ଆପଣ କହିବେନି? ପରମ ପ୍ରେମମୟ ଶ୍ରୀ ଠାକୁର କହିଲେ ମୋ ପାଖରେ ବସିକି ଯାହା ଶୁଣୁଛୁ ତା ପରୀକ୍ଷା ଖାତାରେ ଲେଖିଦେବୁ। ମୁଁ ଇଂରାଜୀର 80 ପେପରରେ ଫେଲ୍ ହେଲି। ଆପଣଙ୍କ ପାଖରେ ଗୁରୁ ଗ୍ରହଣ ଆବଶ୍ୟକତା, ଧର୍ମର କଥା, ଆଉ ଔଷଧର ଦାମ୍ପତ୍ୟ ଜୀବନଟା ସଜାଡ଼ି ଯିବା କଥା, ପଚି ଯାଇଥିବା ବ୍ୟକ୍ତି ଜୀବନଟା ଉଧୁରି ଯିବାର କଥା, ଆପଣ ସବୁ ଏଇ କଥା ଆଲୋଚନା କରୁଛନ୍ତି। ମୁଁ ଇଂରାଜୀ 80 ପେପରରେ ଏହାକୁ ଲେଖିବି, ଏହାକୁ ଲେଖିକି ପରୀକ୍ଷାରେ ପାସ୍ କରିବି। ପରୀକ୍ଷା ବସିଲେ ମୋ କବି ମୋର ଆଉ ଗୋଟେ ଅପମାନ ଯୋଗ ଅଛି। ଠାକୁରଙ୍କର କ'ଣ ଇଚ୍ଛା ଅଛି ମୋତେ କାହିଁକି ହଇରାଣ ପକାଉଛନ୍ତି? ପରୀକ୍ଷା ହେଲେ ବସିକିରି ବ୍ୟାକ୍ ସିଟ୍ ଉପରେ ଢୋଳେଇଲେ, ଶୋଇଲେ। 1 hour ପାସ୍ ବୋଲି ଇନଭେଟର ଖେଳିଲେ। କେବେ ଘଣ୍ଟା ଚାଲିଗଲା, ଘଣ୍ଟାଏ ଚାଲିଗଲା। ଘଣ୍ଟାଏ ଚାଲିଗଲା ପରେ ବଡ଼ ନିଦ ବଳ ହେଇକି ପ୍ରଶ୍ନ କରି ଦେଖିଲେ ଠାକୁର କହିଲେ ମୋ ପାଖରେ ବସି ଯାହା ପଢ଼ୁ ଦେଖୁ ଶୁଣୁଛି ସେ ପରୀକ୍ଷା ଖାତା ଦେଖିଦେବୁ। ଦେଖିଲେ ପ୍ରଥମ କୋଶ୍ଚିନ୍ ଅଛି ଡେସ୍କ୍ରାଇବ୍ ସେକ୍ସପିୟର କନସେପ୍ଟ ଅଫ୍ ମ୍ୟାରେଜ୍ ଆଣ୍ଡ ଲଭ୍ ୱିଥ୍ କମ୍ପାରେଟିଭ୍ ଷ୍ଟେଟମେଣ୍ଟ। ସେକ୍ସପିୟରଙ୍କ ଦର୍ଶନ ଭିତରେ ବିବାହ ଏବଂ ପ୍ରେମ ବିଷୟରେ କ'ଣ କୁହାଯାଇଛି ତାକୁ ତୁଳନାତ୍ମକ ବିବରଣୀ ଦେଇକି ଲେଖ। ଭାବିଲି ଭାଇ କହୁଥିଲେ ନେମ୍ ଆଣ୍ଡ ଲଭ୍ କ୍ୟାନ୍ କନଭର୍ଟ ଦି ହୋଲ୍ ୟୁନିଭର୍ସ। ନାମ ପ୍ରେମ ସାରା ବିଶ୍ୱକୁ ଜୟ କରିଦେଇପାରେ। ଆଉ ବିବାହ ବିଧାନଟା ମୋଟା ବହି ଠାକୁର ଲେଖିଛନ୍ତି। ତାର ଶହ ଶହ ହଜାର ହଜାର ମାନେ ବିବାହ ଉପରେ ଅଛି। ବିବାହ ତ ଠାକୁର ଏତେ ଓଟିଆ ଦେଇଛନ୍ତି ଆଉ କାହାକୁ ଏତେ ଓଟିଆ ଦେଇନାହାନ୍ତି। ପ୍ରତିଶତ ନଉଳେ ଇଏ ଲେଖିଲେ ଏ ବିବାହ ଏବଂ ପ୍ରେମ ଉପରେ 17 ପେଜେସ୍ 17 ପୃଷ୍ଠା ଲେଖିଲେ। ଇନଭେଟର ଠେଲିଲେ ଗୋଟେ ଗୋଟାଏ ପ୍ରଶ୍ନର ଉତ୍ତରକୁ 17 ପୃଷ୍ଠା ଲେଖିଲେ ପରୀକ୍ଷାରେ ପାସ୍ ହେବ ନା? ସେକେଣ୍ଡ କୋଶ୍ଚିନ୍ ଦେଖିଲେ ଡେସ୍କ୍ରାଇବ୍ ଅଷ୍ଟିନ୍ସ କନସେପ୍ଟ ଦ୍ୟାଟ୍ ମ୍ୟାନ୍ ଇଜ୍ ୱେଲ୍ଥ ନଟ୍ ମନି। ଅଷ୍ଟିନ୍ସଙ୍କ କନସେପ୍ଟ ବର୍ଣ୍ଣନା କର ଦ୍ୟାଟ୍ ମ୍ୟାନ୍ ଇଜ୍ ୱେଲ୍ଥ ନଟ୍ ମନି। ମଣିଷ ହେଉଛି ସମ୍ପଦ, ଟଙ୍କା ନୁହେଁ। ଟଙ୍କାର କାଳେ ପ୍ରିୟତି ହୁଏ, ସେ ପ୍ରୀତି କିନ୍ତୁ କିଛି ବି ନୁହେଁ। ମଣିଷ ଆପଣ ଟଙ୍କା କର, ଯେତେ ପାରୁଛ ମଣିଷ ଧର। ଠାକୁର କହୁଛି ମୋ ପାଖରେ ବସି ଯାହା ଶୁଣୁ ତା ଲେଖିବୁ, ତା ଲେଖିଲେ ଦେଖି ଚାଲିଲେ। ଥାର୍ଡ କ୍ୱେଶ୍ଚିନ୍ there is conflict between science and religion and it is religion wins over ultimately. ଧର୍ମ ଏବଂ ବିଜ୍ଞାନ ଭିତରେ ଯୁଦ୍ଧ ହେଉଛି ଏବଂ ଶେଷରେ ଧର୍ମର ହିଁ ଜୟ ଜୟକାର ହେଉଛି। ଠାକୁର କହୁଛନ୍ତି ଧର୍ମ ବ୍ୟତୀତ ବିଜ୍ଞାନ ବିଜ୍ଞାନ ନୁହେଁ, ବିଜ୍ଞାନ ବ୍ୟତୀତ ଧର୍ମ ଧର୍ମ ନୁହେଁ। ତେଣୁ କ'ଣ ଦେଖିଲେ? ଫୋର୍ଥ କ୍ୱେଶ୍ଚିନ୍ ଦେଖିଲେ ଲିଡର without real knowledge and idea leads the nation towards destruction. ନେତା ଜୀବନରେ ଯଦି ବାସ୍ତବ ଜ୍ଞାନ ନଥାଏ ଆଉ ଗୁରୁ ନଥାନ୍ତି, ଆଦର୍ଶ ନଥାନ୍ତି, ସେ ନେତା ଦେଶକୁ ଦେଶକୁ ଜାତିକୁ ଧ୍ୱଂସ ମୁଖକୁ ନେଇଯାଏ। ଠାକୁର କହିଲେ ଠାକୁରଙ୍କ ପାଖରେ ଶୁଣିଥିଲେ ଇଷ୍ଟ ନାହିଁ ନେତା ଯେ ଜମେ ବଳ, କିନ୍ତୁ ସେ ଲେଖିଲେ କୋଶ୍ଚିନ୍ ଲେଖିଲେ ସେଇ ବ୍ୟକ୍ତି
ଇଂରାଜୀରେ କୃତିତ୍ୱର ସହିତ MA ପାସ୍ କଲେ। ଆମେରିକାରେ ଯାଇକି ଠାକୁରଙ୍କର ଦର୍ଶନ ପରେ PhD ଲାଭ କଲେ। ଧର୍ମ ଇଜ ଦ ଅପହୋଲ୍ଡମେଣ୍ଟ ଅଫ ଦ ଏକ୍ଜିଷ୍ଟାନ୍ସ, ଡକ୍ଟର ରେବତୀ ମୋହନ ବିଶ୍ୱାସ। If Purushottam commands, the lowest law can become ସାଧୁବାନ ମହାତ୍ମା। ପୁରୁଷୋତ୍ତମଙ୍କ ନିର୍ଦ୍ଦେଶରେ ସମାଜର ଗୋଟିଏ ହେୟ ପୁଣ୍ୟ ଅପାନ୍ୟ ବ୍ୟକ୍ତି ମଧ୍ୟ ସାଧୁ ମହାତ୍ମାରେ ରୂପାନ୍ତରିତ ହୋଇଥାନ୍ତି। ନାମ ଆଉ ପ୍ରେମ କଣ କରିପାରେ? ବିଶ୍ୱ ବିଶ୍ୱାସକୁ ଡାକ୍ତରମାନେ କହିଲେ ମୃତ। ୟୁ ଆର୍ ଡିକ୍ଲାର୍ଡ ଡେଡ୍। ତାକୁ ମୃତ ବୋଲି କୁହାଗଲା। ତାଙ୍କର ପରିଜନ ମାନେ ଆଣି ଦୀକ୍ଷା ନେଇଥିଲେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର। ସତୀଶ ଗୋସ୍ୱାମୀ କୀର୍ତ୍ତନ କରୁଛନ୍ତି, କୀର୍ତ୍ତନ ପାଖରେ ବିଶ୍ୱ ବିଶ୍ୱାସକୁ ଡେଡ୍ ବଡ଼ିଟାକୁ ଥୋଇଦେଲେ। ସତୀଶ ଗୋସ୍ୱାମୀ କୀର୍ତ୍ତନ କଲେ ଘଣ୍ଟା ଘଣ୍ଟା ଧରି କୀର୍ତ୍ତନ କଲେ। ମଝିରେ ମଝିରେ ଟିକେ ଟିକେ ହାତ କରିକି ନାମ କରୁଥାନ୍ତି। 12 ଘଣ୍ଟାର ଉର୍ଦ୍ଧ୍ୱ କୀର୍ତ୍ତନର ନାମ ଭିଡ଼ିଓ ଦେଇକିରି ବିଶ୍ୱ ବିଶ୍ୱାସ ଆଖି ଖୋଲିଲେ। ଆଖି ଖୋଲିଲା ପରେ ଚାଙ୍ଗା ହେଇଗଲେ। ଦୌଡ଼ିଲେ ସିଧା ଠାକୁର ଠାକୁର ଆପଣଙ୍କର ଭକ୍ତ କେବଳ ନାମରେ ପରେ କୀର୍ତ୍ତନର ମାଧୁର୍ଯ୍ୟ ଟିକେ ମତେ ଭଲ କରିଦେଲେ, ସିଏ ଭଲ କଲେ ନା ଆପଣଙ୍କ ଅହିତୁ କରୁଣା? ତାକୁ ହସିଲେ, ଭଲ ତ ହେଇଗଲୁ ଆଉ କଣ ଅଛି, ଆଉ ମୋ ପାଖରେ ରହିଯା। ନା ମୁଁ ସାରା ଜୀବନ ଆପଣଙ୍କ ପାଖରେ ରହିଯିବି। କିଛି ଦିନ ଆଶ୍ରମ ରହିଲା ପରେ ତାଙ୍କର ବିନ୍ଦୁ କଥା ମନେ ପଡ଼ିଲା। ବିନ୍ଦୁ ହଉଛନ୍ତି ତାଙ୍କ ପ୍ରେମିକା। ତ ଠାକୁର ମୁଁ ଜଣକୁ ଭଲ ପାଇଛି, ତାକୁ ମୁଁ ବାହା ହେଲା। ଠାକୁର କହିଲେ ମୋର ମନେ ହୁଏ ବାହା ନହେଲେ ହିଁ ଭଲ। ଯିଏ ବ୍ୟକ୍ତି ମୋର ମତେ ଜୀବନ ଫେରାଇ ଦେଇଛନ୍ତି, ଡାକ୍ତରମାନେ ମତେ ମୃତ କରି ଡିକ୍ଲାର କରିଥିଲେ ମୁଁ ବଞ୍ଚିଛି, ତେଣୁ ତାଙ୍କୁ ଉପେକ୍ଷା କରି ନିଷ୍ପ୍ରଶ୍ନ ଆନନ୍ଦିତ ମନରେ ଆଶ୍ରମରେ ରହିଗଲେ। ମାନସିକ ପ୍ରସ୍ତୁତି ନେଲେ, ଆଉ ସଂସାର ଜୀବନକୁ ଆସିଲେ ନାହିଁ, ବାହା ହେଲେ ନାହିଁ। 5 ବର୍ଷ ପରେ ଶିଆଲଦା ରେଲୱେ ଷ୍ଟେସନରେ ଗୋଟିଏ ଅବଳାର କଣ୍ଠସ୍ୱର ସେ ଶୁଣିଲେ। ବିନ୍ଦୁ ମୋର ପୂର୍ବ ପ୍ରେମିକା, ତାରି କଣ୍ଠସ୍ୱର। ମୁଁ ତାକୁ ଛାଡ଼ିଦେବା ପରେ ସେ ଆଉ ଜଣକୁ ବାହାରି ଯାଇଛି ମୁଁ ଶୁଣିଛି। ଯାଏ ତାକୁ ଟିକେ ଦେଖା କରି ଆସେ। ବିନ୍ଦୁକୁ ଗଲେ ଦେଖିବା ପାଇଁ। ବିନ୍ଦୁ ମଥାରେ ସିନ୍ଦୁର ନଥିଲା, ଧଳା ଶାଢ଼ୀ ସେ ପିନ୍ଧୁଥିଲା, ହାତରେ କିନ୍ତୁ ଶଙ୍ଖା ନଥିଲା। ବିନ୍ଦୁ କିନ୍ତୁ ତାଙ୍କର ପ୍ରେମିକାକୁ ଦେଖି ଭୋ ଭୋଇ କାନ୍ଦିଲା। ଇଏ କିନ୍ତୁ ଆଉ କାନ୍ଦ ସମୟ ନ ପାଇ ଠାକୁରଙ୍କ ପାଖକୁ ପହଞ୍ଚିଲେ। ଠାକୁର କହିଲେ ମୁଁ ତତେ ପ୍ରଥମ ଦେଖିଥିଲି, ବିନ୍ଦୁର ବୈଧବ୍ୟ ଯୋଗ ତତେ ବଞ୍ଚେଇ ପାରିବ ନାହିଁ। ତେଣୁ ମୁଁ କହିଥିଲି ତୋର ବାହା ନହେଲେ ଭଲ। ତୁ ମୋ କଥା ମାନିଲୁ, ବାହା ହେଲୁନି, ବଞ୍ଚିଲୁ। ଏ ବିଶ୍ୱ ବିଶ୍ୱାସ ଥରେ ସର୍ପଦଂଶନରୁ ଆଉ ଥରେ ବିନ୍ଦୁକୁ ବାହାରି ବୈଧବ୍ୟ ଯୋଗରୁ ମୁକ୍ତ ହେଲେ। ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳ ଠାକୁରଙ୍କର ଯେଉଁମାନେ ସବୁ ଭକ୍ତ ଶିଷ୍ୟମାନେ ସେମାନେ ସକାଳ ସନ୍ଧ୍ୟା ପ୍ରାର୍ଥନା କରନ୍ତି, ଜୟରାଜର କୀର୍ତ୍ତନ କରନ୍ତି। କିଛି କିଛି ଅଦୀକ୍ଷିତ ଲୋକଙ୍କୁ ଏଇ ଜୟରାଜର କୀର୍ତ୍ତନଟା ଭାରି ଭଲ ଲାଗେ। ଜଣେ ଭଡ଼ାଟିଆ ମାଲିକ ଇଏ ତାଙ୍କ ଘରେ ଜଣେ ସତ୍ସଙ୍ଗୀ ରହୁଛି, ତାଙ୍କ ପ୍ରାର୍ଥନା ଏତେ ମୁଗ୍ଧ ହେଇଗଲେ ସେ ତାଙ୍କର ଭଡ଼ା ଦେଇଥିଲେ। ସେ ଲୋକ ଭାରି ଭଲ ପାଇଲେ। ତାଙ୍କ ଝିଅର ବାହାଘର ଠିକ ହେଲା। ମନେ ପଡ଼େ ଏଇ ଲୋକ ଏତେ ଧର୍ମପ୍ରାଣ ଲୋକ, ଆମକୁ ଅନୁପଦ ମୁଁ ଟିକେ ଏ ପ୍ରସ୍ତାବଟା ଦେବି ଯେ ମୋ ଝିଅର ବାହାଘର ଡାକ୍ତର ସହିତ ଠିକ ହେଇଗଲା। ସେ କିଛି ଖୁସି ହେଲେ କହିଲେ ଠିକ ଅଛି, ଆପଣ ଯଦି ମତେ ଭଲ ପାଆନ୍ତି, ମୋ ପ୍ରାର୍ଥନାକୁ ଭଲ ପାଆନ୍ତି, ମୋ ଗୁରୁଙ୍କୁ ଭଲ ପାଆନ୍ତି, ତାହେଲେ ମୋ ଗୁରୁ ଆଚାର୍ଯ୍ୟ ଦେବ ଅଛନ୍ତି, ଆଶ୍ରମରେ ଟିକେ ନିବେଦନ କରିଦେବ। ଆପଣ ବାସନା ଠିକ ଅଛି, ମୁଁ ଭିଜିଟିଂ ସେଣ୍ଟର ଯିବି, ଆପଣ ମୋ ପାଇଁ ନିବେଦନ କରିଦେବେ, ମୁଁ ନିବେଦନକୁ ଆସିବି। ନିବେଦନ ହେଇଗଲା। ପୂଜ୍ୟପାଦ ଆଚାର୍ଯ୍ୟ ଦେବ କହିଲେ ବାହାଘରଟା ନହେଲେ ଭଲ। ସେମିତି ଟପିକ, ବାହାଘରଟା ନହେଲେ ହିଁ ଭଲ। ଡାକ୍ତର ଜଣେ ପାଇଛୁ ଆମେ ଛାଡ଼ିବୁ ନା? ତମ ଗୁରୁ ତମ ପାଖରେ କହିଛନ୍ତି ବୋଲି ମୁଁ ଆଇଛି, ଆଉ ମୁଁ ଝିଅକୁ ବାହା ଦେବିନି, ଆଉ ଜଣେ ପାଇବି ନା? ମୁଁ ମୋର ବାହାଘର ସେ ଧର୍ମ ସମ୍ପର୍କ ପଡ଼ିଲେ କି ପାଷାଣ ଲୋକକୁ ମୁଁ କାହିଁକି ଡାକିକି ଆଣିଲି? ଆଚାର୍ଯ୍ୟ ଉପରେ କାହିଁକି ତାକୁ ଆଠେଇଲି? ସେ କାହିଁକି ନିବେଦନ ହେବ, କାହିଁକି ମୁଁ କରିଲି? ସେ ତ ନିର୍ଦ୍ଦେଶକୁ ମାନିବାକୁ ପ୍ରସ୍ତୁତ ନୁହଁ, ବରଂ ମୁଁ ଗୋଟେ ଧର୍ମ ସମ୍ପର୍କରେ ପଡ଼ିଲି। ଭାଇ ମନ ଦୁଃଖ କରି ମୁଁ ଯାଇ ଆଚାର୍ଯ୍ୟ ଉପରେ ଆଗକୁ ଗଲା ପରେ ଦାଦା ସିଏ କିନ୍ତୁ ଆପଣଙ୍କ ନିର୍ଦ୍ଦେଶକୁ ମାନିବାକୁ ପ୍ରସ୍ତୁତ ନୁହେଁ, ସେ ବାହାଘର ସେଇଠି କରିବେ। ଠିକ ଅଛି, ତାହେଲେ କହିଦେବ ବାହାଘର ସେଇଠି ହବ, ଆର ମାସେ ନହେଲେ 2 ମାସ ପରେ ହବ। ଇଏ ଗୋଟେ କଥା। ଆଉ ମୁଁ ସମୁଦ୍ର କହିଦେବି ଆଉ କଣ ଗୋଟେ ଆର ମାସେ ନହେଲେ ଆଉ 2 ମାସ ପରେ ବାହାଘର ଅସୁବିଧା କଣ ଅଛି? ମାନେ ମନେ କର
এইটাও মানি না, এটা মনে আলোচনা করিনি। ঠিক গোটিয়ে মাস পরে ভাবি জামাতা কাজ অ্যাক্সিডেন্টে যাবে, 10টা পুরুষ আছে সেই আমি সেই ঘোড়ারায় কিছু কিছু ভাগ্যবান দেখিବାକୁ পারে। পরম প্রেমময় শ্রী ঠাকুর অনুকূলচন্দ্র বিশ্ব বিশ্বাসের রক্ষা করতেন বিন্দুর বৈধরে দেবন। বর্তমানে আচার্যদের মধ্যে এমনি অনেক দৃষ্টান্ত সৃষ্টি କରିପାରୁଛନ୍ତି। ଏବେ ମଧ୍ୟ ଏହା ପରେ ସେହି ଘୋଡ଼ାରାୟ କିଛି କିଛି ଭାଗ୍ୟବାନ ଦେଖିବାକୁ ପାଏ। ଅସୁର ନୟନରେ ସପରିବାର ଯାଇ ଆଚାର୍ଯ୍ୟ ଦେବଙ୍କ ପାଖରେ ପ୍ରଣାମ ନିବେଦନ କରି ଦୀକ୍ଷା ସେ ଗ୍ରହଣ କରେ। ଆଜି ସେ ଯେ ସିଓର ମ୍ୟାନ୍, ମୁଁ ତାଙ୍କ ସାମ୍ନାରେ ଠାକୁରଙ୍କ ପାଖରେ, ବର୍ଦ୍ଧନ ପାଖରେ, ଦାଦାଙ୍କ ପାଖରେ, ଆଚାର୍ଯ୍ୟଙ୍କ ପାଖରେ, ଅଭିନାଥ ପାଖରେ ଆମେ ଠିଆ ହେବୁ, ଆମ 14 ପୁରୁଷ ପଡ଼ିଦେବେ। ମୁଁ କ'ଣ ଭାବୁଛି, କ'ଣ ଚିନ୍ତା କରୁଛି, ସେ ସବ କହିଦେବେ, ସବ ଜାଣିଦେବେ। ତାହେଲେ ଯୋଉ ସିଓର ମ୍ୟାନକୁ ଆମେ ଆଚାର୍ଯ୍ୟ ଭାବରେ ପାଇଛେ, ତାଙ୍କର ଡିପିବାକୁ ଆମେ ଅବହେଳା କରିବା କି? କହିଲେ ପ୍ରଶ୍ନ ତ ଉଠୁନାହିଁ। କାରଣ ଆମେ ମହାଭାଗ୍ୟବାନ, ସେଇ ଷଷ୍ଠ ପୁଷ୍କର ମାଲିକକୁ ଆମେ ଗୁରୁ ପଦରେ ପ୍ରାପ୍ତ ହୋଇଛେ। ମତେ ଦିନେ ଗୋଟେ କଷ୍ଟ ଲାଗୁଛି, ଅଳ୍ପ କିଛି ଦିନ ତଳେ ଅଭିଜ୍ଞତା ଛୁଆ ମଣିଷ ସେ କ'ଣ ଅଭିଜ୍ଞତା କରନ୍ତି। ଆପଣ ଏଇ ସେଣ୍ଟରଟାକୁ ଉଲ୍ଟ କରନ୍ତୁ, ଆପଣ ଉଲ୍ଟ କରନ୍ତୁ, ଆପଣ କହିକି ପାପ କଲେ, ମୁଁ ଶୁଣିକି ବାପରେ କାମ କାଟି ଲଗେଇବି। ଆପଣ ଜାଣିନାହାନ୍ତି ଠାକୁରଙ୍କ ଅବର୍ତ୍ତମାନ ବର୍ଦ୍ଧାଙ୍କ ଭୂମିକା କ'ଣ ହେଲା? ବର୍ଦ୍ଧାଙ୍କ ଅବର୍ତ୍ତମାନରେ ପୂଜ୍ୟପ ଦାଦାଙ୍କ ଭୂମିକା କ'ଣ ହେଲା? ଦାଦାଙ୍କ ଅବର୍ତ୍ତମାନରେ ବର୍ତ୍ତମାନ ଆଚାର୍ଯ୍ୟ ଯାଦବ ବାବା ଯାଦବ କହୁଥିଲେ, ତାଙ୍କ ଭୂମିକାଟା କ'ଣ? ଆଉ ତ ସେଠି ଅବର୍ତ୍ତମାନ ଲଗେଇପାରିବନି, ତାର ଅଭିଜ୍ଞତା ଆପଣ ଜାଣିପାରୁନାହାନ୍ତି। ଆପଣ ଏ ଶବ୍ଦ କହୁଛନ୍ତି ଛୋଟ ପିଲା, ଆପଣ ଉଲ୍ଟ କରନ୍ତୁ, ଆପଣ ଉଲ୍ଟ କରିଦିଅନ୍ତୁ, ନହେଲେ ଆପଣ ଭାଇ ବସିକି ମୁଁ ଚାଲିଯିବି। ମନେ କଲେ ମୋ ଦୌଡ଼କୁ ଦମ୍ଭକୁ ଦେଖିକିରି ସେ ଅଭିନୟ ପଚରା নামধাম বর্তমান প্রচার রাত্রিটা কিসের জন্য? রাত্রিটা কিসের জন্য? ভিত্তিকভাবে বলে রাত্রিটা ঘুমের জন্য, রাত্রিটা শোয়া পায় না। আমার মনে হয় রাত্রিটা তপস্যার জন্য, রাত্রিটা তপস্যা করিয়া পায়। বর্তমান প্রচার তোমার সঙ্গে সব ধ্যান করো, জনকে অধঘণ্টা, তোমাকে কেটে করো ঘন্টায় করে, আলোচনা করবো 2 ঘন্টা করে। এই কথাটা অভিজ্ঞতা পাখে আলোচনা হওয়া কোথায়? অভিনয় প্রচারণা আপনাকে সব ধ্যান করেন, ভক্ত সেবা ছাড়িয়া করেন, আপনাকে সব ধ্যান করবেন না। ମୁଁ ଦିନେ ଧ୍ୟାନରେ ବସିଥିଲି, ଭାବିଥିଲି ଘଣ୍ଟାଏ କରିଥିଲି, ଘଣ୍ଟାଏ ଗଲା, 2 ଘଣ୍ଟା ଗଲା, ଦିନେ ଗଲା, 4 ଦିନ ଗଲା। ମୋ ଦାଦୁ କହିଲେ ବର୍ଷା ହଉଛି, ଛତାଟା ଆଣି ମୋ ଧ୍ୟାନ ଭାଙ୍ଗିଲି। ମୁଁ 4 ଦିନ ପର୍ଯ୍ୟନ୍ତ ଧ୍ୟାନରେ ବସିଥିଲି, 4 দিন 4 রাত। অভিনয় প্রচার করা, অভিনয় পেলে আমি পারি মানুষ নয়। সূর্য উদয় হয়ে গেলে ক্ষীণ আলো করে ମୋ ବାହାରି ଆସେ, ସୂର୍ଯ୍ୟ ଅସ୍ତ ହେଲା ପରେ କ୍ଷୀଣ ଆଲୋ କରି ମୋ ବିଭିନ୍ନ ଆମେ କାହାକୁ କ'ଣ ମୂଲ୍ୟାଙ୍କନ କରୁ ଆମେ ତା ଜାଣୁନା। ଆମର ବୁଦ୍ଧି, ଆମର ଜ୍ଞାନ ସ୍ଥିମିତ ବୁଦ୍ଧିରେ ଆମେ କାହିଁ କେବଳ ଆଲୋଚନା ହିଁ କରୁ। ତାଙ୍କ ଦିବ୍ୟ ଜୀବନର କଥା, ଦୟାର କଥା, କରୁଣାର କଥା ଯୁଗ ଯୁଗ ଧରି, ଅନନ୍ତ ଯୁଗ ଧରି ଆଲୋଚନା କରିଲେ ମଧ୍ୟ ସରିବ ନାହିଁ। ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପଚାରିଲେ, ବିନୋଦ ତୁ କୋଉ ଘରେ ରହୁଛୁ? ନା ଆଜ୍ଞା ମୁଁ ଝାଟିମାଟି ଘରେ ରହୁଛି। ନା ତୁ ପୁରୁଷୋତ୍ତମଙ୍କ ରାଜମିସ୍ତ୍ରୀ, ମୋ ପାଇଁ ଘର କରିଛୁ, ଆଶ୍ରମରେ ବହୁ ଲୋକ ପାଇଁ ଘର କରିଛୁ, ତୁ ଝାଟିମାଟି ଘରେ ରହୁଛୁ? ନା ଆପଣଙ୍କର ଆଶ୍ରମରୁ ଯେତିକି ଆଲାଉନ୍ସ ମିଳୁଛି ଭତ୍ତା, ମୋ ପିଲା ଛୁଆକୁ ଖାଇବାକୁ ଦେବା ପାଇଁ ମୋ ପାଖରେ ପଇସା ନାହିଁ। ଆଉ ମୁଁ କ'ଣ ଝାଟିମାଟି ଘରେ ରହିବିନି? କ'ଣ ଆଉ କୋଉ ମାର୍ବଲ ଘରେ ରହିବି? ନା ତୁ ମାର୍ବଲ ଘରେ ରହିବୁ। ନା ଠାକୁର କ'ଣ ମୋତେ ଉପନଷ୍ଟ କରୁଛନ୍ତି? ଆପଣ ମୋତେ ଲଜ୍ଜା ଦେଉଛନ୍ତି? এই বিনোদ মনীষী পরবর্তী পর্যায়ে কলিকাতায় চাকরি করে, গোটা ইটালিয়ান ব্রিক্স চাকরি করে। 30 ବର୍ଷ ପରେ ସେ ଚାକିରି ଦିନେ ନୁହଁ 2 ଦିନ ନୁହଁ, 30 ବର୍ଷ ଚାକିରିରେ ଇଟାଲୀର ଟଙ୍କା ଆସିଲା। ସେ ବ୍ରିକ୍ସ ଫ୍ୟାକ୍ଟ୍ରି ମ୍ୟାନେଜର କହିଲେ ଯେ ମୁଁ ବିନୋଦ, ମୁଁ ଆଉ କଲିକତା ଯିବିନି, ମୁଁ ବୁଢ଼ା ହେଇଗଲିଣି, ମୋ ଇଟାଲୀ କାରଖାନାକୁ ମୁଁ ସମ୍ଭାଳିବି, କଲିକତା କାରଖାନାକୁ ତମେ ସମ୍ଭାଳିବ। ଭାଇ ସେ କାରଖାନାକୁ ସେ ମାଲିକ ହେଇଗଲେ। ଟଙ୍କା ତାଙ୍କ ପାଦରେ ଖାଲି ଗଦା ହେଲା। କଲିକତାରେ ଜାଗା କିଣିଲେ, ଘର କରିଲେ, ইটালিয়ান ব্রিক্সে ঘর করে। ইটালিয়ান ব্রিক্স মানে আজবোড়াজ মার্বল করি, মার্বল ঘর করলে ঠাকুর ভাই আর একটা দোকানে ঘর করে। ঠাকুর পাখে যাই নিবেদন করে, ঠাকুর 30 ବର୍ଷ ପରେ ଆପଣଙ୍କ କଥା ସତ ହେଲା, ଝାଟି ମାଟି ଘରେ ରହୁଥିବା ବିନୋଦ ମନୀଷୀ ଆଜି ଇଟାଲିଆନ ବ୍ରିକ୍ସରେ ଘର କରିଛି କଲିକତାରେ। ଆପଣ ଦୟାକରି ଟିକେ ଆସିକି ପାଦ ଦିଅନ୍ତୁ। ଠାକୁର କହିଲେ, ବୁଢ଼ା ହେଇଗଲେ ବିନୋଦ, ମୁଁ ବୁଢ଼ା ହେଇଗଲିଣି, ଆଉ ଯାଇପାରିବି ନାହିଁ। ବିନୋଦ ମନୀଷୀ ଠାକୁର ଆଉ କିଛି କହିଲେନି, ଅସ୍ତୁଳରେ ଅନେଇଲେ, ଆଖିରେ କଥା ହେଲେ, ମନେ ମନେ ପ୍ରାର୍ଥନା କଲେ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଜଙ୍ଗଲକୁ ଗଲା
ଯଦି ସନ୍ତକ ଦିଅନ୍ତୁ ଆପଣ ନଗଲେ ବି ସେଇଟାକୁ ନେଇ ମୁଁ କଲିକତା ଆମ ଘରେ ରଖି ପୂଜା କରିବି। ଭକ୍ତର କଥା ଶ୍ରୀ ଠାକୁର ଆଖିର କଥା ବୁଝିଥିଲେ ତତ୍ଵ ପ୍ରସାଦ ଥାଇକି ଦିଟା ପାଦ ଉପରକୁ ଆଗକୁ ବଢେଇଦେଲେ, କହିଲେ ମୋ ନାଗେରା ବୁଟା ଦିଟାକୁ ନେଇଯାଏ। ବଢାଇ ଦେଲେ ପୟର ଭାବ ପ୍ରାଣୀ ରଘୁବୀର, ପୟରେ ଠାଣିତ କରି ବସରେ ପଛି বিজ্ঞানী কৈবর্ত হইলা বিশ্বে পতিত পাবন নাম রহিলা। নিমন্ত্রণ লীলা করে সেই গোড়ালায় কিছু কিছু ভাগ্যবান দেখিବାକୁ পায়। সেই কঠোর লীলা পুଣି ଆଜି ନାଗେରା ଭୂତା লীଳାରେ ରୂପାୟନ କରିଛ। ମହାଭାଗ୍ୟବାନ ମାନେ ଆମମାନେ ପୁରୁଷୋତ୍ତମକୁ ଷଷ୍ଠାଙ୍କୁ ସ୍ୱୟଂ ଗୁରୁ କରି ପାଇଛୁ। ଆଲୋଚନା ସାଧନ କରିଦେଉଛି। ମା ମାନେ ମାତୃ ସମୟରେ ବସିଥିଲେ, ମାଙ୍କ ଉଦ୍ଦେଶ୍ୟରେ ପଦକ୍ଷେପ ରହିଲେ ଆଲୋଚନା ସାରିଦେଉଛି। ସମୟ ଅତିକ୍ରାନ୍ତ ହେଇଗଲାଣି। ଜଣେ କିଶୋରୀ ବାଳିକା 11 ବର୍ଷ 12 ବର୍ଷର ବାଳିକା ଆଶ୍ରମକୁ ଗଲେ। ବଡ଼ ମା ତାଙ୍କ ମୁଣ୍ଡରେ ହାତ ଦେଖି କେଶକୁ ସଞ୍ଚାଳିତ କଲେ। ଠାକୁର ବିଷୟ କଲେ କିଏ ଝିଅଟା ପ୍ରଥମ ଆଶ୍ରମକୁ ଆସୁ ଆସୁ ବଡ଼ ମା ତା କେଶରେ ହାତ ଦେଖି ଆଗରୁ ସଞ୍ଚାଳିତ କରୁଛନ୍ତି। ତାର 2-3 ବର୍ଷ ପରେ ସେ ଝିଅ ଗଲେ। ଗଲା ପରେ ଠାକୁର କହିଲେ ତୋର ବାହାଘର ଠିକ୍, ତୋର ଆଶ୍ରମ ଏଠି ବାହାଘର ହୁଏ ତ କରିଦିଅ ତୋ ବାହାଘର। ବାହାଘର ସରିଲା, ଦମ୍ପତି ଆସିଲେ ପ୍ରଣାମ କରିବା ପାଇଁ। ଠାକୁର ଏବଂ ବଡ଼ ମା ଗୋଟିଏ କଥା କହିଲେ। ଠାକୁର କହିଲେ ତୁ ଯାହାକୁ ବାହା ହେଇଛୁ ସେ ଅନେକ ଦିନ ଧରିକି ମାତୃଭରା, ଆଉ ତୋର ଶ୍ୱଶୁର ହଉଛନ୍ତି ବିପତ୍ନିକ। ତୋ ଶ୍ୱଶୁରକୁ ଏମିତି ସେବା ଦବୁ ଦୀର୍ଘ ଦିନ ଧରି ତୁ ସ୍ତ୍ରୀକୁ ହରେଇଥିବା ଦୁଃଖ ସେ ଭୁଲିଯିବେ। ଆଉ ତୋ ସ୍ୱାମୀକୁ ଏମିତି ତୁ ସେବା ଦବୁ ଯେମିତି ମାଆକୁ ହରେଇଥିବା ଦୁଃଖ ସ୍ୱଭାବ ଦବୁ ସ୍ତ୍ରୀ ହିସାବରେ। ପୁଣି ମାର ସ୍ନେହ ମିଳିଦବୁ ଯେ ମାଆକୁ ହରେଇଥିବା ଦୁଃଖ ସେ ଭୁଲିଯିବ। ସେଇ ପ୍ରଣତି ରାଣୀ ସରକାର 80 ବର୍ଷ ବୟସରେ ପୂଜ୍ୟପ ଦାଦାଙ୍କ ଉଦ୍ଦେଶ୍ୟରେ କହିଲା ପରେ ଲେଖନୀ ଚାଳନା କଲେ, କଲମ ଲଗେଇ ଲେଖିଲେ। କହିଲେ ମୋର ମନେ ହେଉଛି ମୋ ସ୍ୱାମୀ ଆଜି ସିନା ଆକ୍ୱାଗାର୍ଡ ଅଛି, ମୋ ସ୍ୱାମୀ ଯୋଉନ ମାଠିଆରେ ବା କଳସରେ ଗୋଟିଏ ଗ୍ଲାସ ପାଣି ଗଡ଼େଇକି ପିଇଛନ୍ତି ଏଇଟା ମୋର ମନେ ପଡୁନି। ମୋ ସ୍ୱାମୀ ଜୀବନରେ କୌଣସି ଗୋଟିଏ ଦିନ କଳସରେ ଗୋଟିଏ ଗ୍ଲାସ ପାଣି ହାତରେ ଗଡ଼େଇକି ପିଇଛନ୍ତି ଏଇଟା ମୋର ମନେ ପଡୁନାହିଁ। ମୋ ସ୍ୱାମୀ ବାଥରୁମରୁ ଆସିଲା ପରେ ମୁଁ ଗୋଟେ ଗାମୁଛା ଧରିକି ଠିଆ ହେଇକି ପିନ୍ଧେଇ ଦେଇକି ଆଣେ। ଆଜିର ମା ମାନେ ହସିବେ ତାଙ୍କୁ ଇଆ ଏଇ ସେବା ଦବ ନା। ମୋ ଶ୍ୱଶୁର ଯେତେବେଳେ ଆସନ୍ତି ଗୋଟେ ଟର୍କିଷ୍ଟକୁ ତାର ଥଣ୍ଡା ଟର୍କିଷ୍ଟକୁ ମୁଁ ଗରମ ପାଣିରେ ଭିଜେଇକି ଚୁପୁଡ଼ିକି ରଖିଥାଏ। ଏରୁଡ଼ି ବନ୍ଧ ପାଖରେ ଗୋଡ଼ ଦେଲା ପରେ ମୁଁ ତାକୁ ପାଦ ପୋଛି ଦେଲା ପରେ ତାପରେ ସେ ଘରକୁ ଆସନ୍ତି। ଆମେ ଠାକୁର ବଡ଼ ମା ତ ବଡ଼ ମା। ସେ ଏମିତି ଲୋକ ସୃଷ୍ଟି କରୁଛନ୍ତି ଯୋଉ ସ୍ୱାମୀ ଭକ୍ତିର ପ୍ରଚାର କରିନାହିଁ, ଯୋଉ ଶାଶୁ ଶ୍ୱଶୁର ଭକ୍ତିର ପ୍ରଚାର କରିନାହିଁ। ଅନେକ ଭାଷଣ ଆମେ ଦେଇପାରୁ, ନିଜେ ଘରେ ଯଦି ସ୍ୱାମୀକୁ ଉପେକ୍ଷା କରୁ, ଶାଶୁ ଶ୍ୱଶୁରକୁ ଯଦି ଉପଯୁକ୍ତ ସମ୍ମାନ ନ ଦେବୁ, ମାତୃ ସମୟରେ ଭାଷଣ ଦଉ କି ଶ୍ୱଶୁରରେ ଭାଷଣ ଶୁଣୁ, ଆଉ ବାସ୍ତବ ରୂପାୟନ କିଛି ହବ ନାହିଁ। ମା ମାନଙ୍କୁ ଉଦ୍ଦେଶ୍ୟରେ ଗୋଟିଏ କଥା କହିଦେଲି, ଆଉ ଆଲୋଚନାକୁ ମୁଁ ଦୀର୍ଘ କରୁନାହିଁ। ସେଇ ସହଜ ସରଳ କଥା ମୁଁ କହୁଛି। চাইল্ড লাইক সিম্পলিসিটি, শিশু সুলভ সহজ বোধ। আমাকে নর্মাল ম্যান বলছে, আমাকে নর্মাল ম্যান বলছে। ঠাকুর নাচিলে খালি অন্ডারওয়্যার পাবে। ঠাকুর আপনার ভিজিটরশিপ লেখা ଦେଇଦେବା। ଠାକୁର ଅନୁକୂତ ମାଷ୍ଟର ଅଲ୍ ସାଇଣ୍ଟିଷ୍ଟ, ଠାକୁର ଅନୁକୂତ ସବୁଠୁ ଶ୍ରେଷ୍ଠ ବୈଜ୍ଞାନିକ, ସବୁଠୁ ଶ୍ରେଷ୍ଠ ଦାର୍ଶନିକ। ଆପଣ ଗୋଟେ ନର୍ମାଲ ମ୍ୟାନ୍ ଲେଖିବା, ଆପଣ ଏତେ ଖୁସି ନା? ଠାକୁର କହିଲେ ଆମେ କି ଆବନର୍ମାଲ? କ'ଣ ଆବନର୍ମାଲ? ଆମେ ମାନେ ସମସ୍ତେ ଆବନର୍ମାଲ। ଆମେ ଭାବୁ ଗୋଟେ, କହୁ ଗୋଟେ, କରୁ ଆଉ ଗୋଟେ। ଆଉ ସେ ହଉଛନ୍ତି ଏକଦମ ନର୍ମାଲ। ଆମକୁ ସେଇ ନର୍ମାଲ ଭାବ କହୁଛନ୍ତି ସହଜ ସରଳ ବୋଧ। ମୋଟା ବଡ଼ ଡାକ୍ତର, ମୋଟା ବଡ଼ ଇଞ୍ଜିନିୟର, ମୋଟା ବଦଲି ବକ୍ତା, ମୋ ଠାରୁ ଚିତ୍ର କଳାକାର କେହି ନାହାନ୍ତି। ଏ ଭାବ ଆସିଲେ ଠାକୁର ଅନୁକୂଳ ଠ ବୁଝିବା ଆମ ପାଖରେ ହବ ନାହିଁ। ସେଇ ସହଜ ବିଶ୍ୱାସ ଯଦି ହିନ୍ଦୁ ବି ରହିଲେ କିଛିଟା ବୁଝିବ।